ପୁଷ ପୁନେଇ ବା ପୌଷ ପୂର୍ଣ୍ଣିମା ଆମ ଓଡ଼ିଶାରେ ଖୁବ୍ ଧୁମଧାମରେ ପାଳନ କରାଯାଏ। ବିଶେଷ କରି ପଶ୍ଚିମ ଓଡ଼ିଶାରେ। ପଶ୍ଚିମ ଓଡ଼ିଶାରେ ପ୍ରତି ଘରେ ବହୁ ପ୍ରକାର ପିଠାପଣା ତିଆରି ହେଇଥାଏ। ସବୁଠୁ ବେଶୀ ତିଆରି ହୁଏ ଏଇ ବିରି, ଚାଉଳ, ନଡ଼ିଆର ପୋଡ଼ପିଠା। ଯାହାକି ଖାଇବାକୁ ବହୁତ ଭଲ ଲାଗେ ଆଉ ଖୁବ୍ କମ୍ ସମୟରେ ମଧ୍ୟ ତିଆରି ହେଇଯାଏ। ହ୍ୟାଲୋ ଫ୍ରେଣ୍ଡ, ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜି ସେଇ ପୁଷ ପୂର୍ଣ୍ଣିମାର ବିରି ପୋଡ଼ପିଠା ତିଆରି କରିବା। ସେଥିପାଇଁ ଏଠି ମୁଁ ନେଇଛି 1 କପ୍ ରଗଡ଼ା ବିରି। ଆପଣ ଯଦି ରଗଡ଼ା ବିରି ନାହିଁ ତାହେଲେ ତା ଜାଗାରେ ଆପଣ ବିରି ଡାଲି ମଧ୍ୟ ନେଇପାରିବେ। କିନ୍ତୁ ବିରି ଡାଲି ଟିକେ ଅଧିକ କରିକି ଲାଗେ। ରଗଡ଼ା ବିରି ଅପେକ୍ଷା ବିରି ଡାଲି ଟିକେ ଅଧିକ ଲାଗେ। କାରଣ ରଗଡ଼ା ବିରିଟା ଖୁବ୍ ଶୀଘ୍ର ଫୁଲି ଉଠେ ଆଉ ବିରି ଡାଲି ଟିକେ କମ୍ ଫୁଲେ। ତ ବିରିକୁ ମୁଁ ଭଲ ଭାବରେ ଧୋଇକି 2-3 ଘଣ୍ଟା ପର୍ଯ୍ୟନ୍ତ ଭିଜେଇକି ତା ଚୋପା ଛଡ଼େଇକି ନେଇ ଆସିଛି। ଏବେ ତାକୁ ବାଟିକି ବାହାର କରି ଆଣିବା। ବିରି ବାଟି ସାରିଲା ପରେ ତାର ମୁଖ୍ୟ କାମ ହେଉଛି ତାକୁ ଭଲ ଭାବରେ ଫେଣିବା ବା ଫର୍ମେଣ୍ଟ କରିବା। ବିରିକୁ ଯେତିକି ଆପଣ ଗୋଳେଇବେ ଯାହା ସେତିକି ଫୁଲି ଉଠିବ, ଯାହାଫଳରେ କି ପିଠା ଆମର ସେତିକି ନରମ ହେବ। ଆପଣ ଚାहे ପୋଡ଼ପିଠା କରନ୍ତୁ ବା ଚକୁଳି କରନ୍ତୁ ବା ଇଟିଲି କରନ୍ତୁ, ବିରିକୁ ଯଦି ଆପଣ ଯେତିକି ଫେଣିବେ ବିରି ସେତିକି ପିଠା ସେତିକି ନରମ ହେବ। ଯଦି ଆପଣ ବିରିକୁ ଭଲ ଭାବରେ ଫେଣିବାକୁ ଚାହୁଁନାହାନ୍ତି ବା କଷ୍ଟ ଲାଗୁଛି, ତାହେଲେ ଭଲ ଭାବରେ ବିରିକୁ ଗୋଳେଇକି 8-10 ଘଣ୍ଟା ପର୍ଯ୍ୟନ୍ତ ତାକୁ ଘୋଡ଼େଇକି ରଖନ୍ତୁ, ସେ ଯେମିତି ଫର୍ମେଟ୍ ହେଇଯିବ। ଏବେ ଦେଖନ୍ତୁ ମୁଁ 10-15 ମିନିଟ୍ ପର୍ଯ୍ୟନ୍ତ ବିରି ଭଲ ଭାବରେ ଫେଣିକି ତାକୁ ରଖିଦେଇଥିଲି। ବିରି ଭଲ ଭାବରେ ମୋର ଫୁଲି ଉଠିଛି। ଏବେ ସେଥିରେ 1.5 କପ୍ ସୁଜି ଆଉ 1.5 ଚାମଚ ଲୁଣ ମିଶାଇବା। ଯେଉଁ କପ୍ରେ ମୁଁ ନେଇଛି ବିରି ଡାଲି ନେଇଥିଲି ବା ବିରି ନେଇଥିଲି ସେଇ କପ୍ରେ ହିଁ ମୁଁ 1.5 କପ୍ ସୁଜି ନେଇଛି। ଆପଣ ସୁଜି ଜାଗାରେ ଚାଉଳ ଗୁଣ୍ଡ ମଧ୍ୟ ନେଇପାରିବେ। ଚାଉଳ ଗୁଣ୍ଡ, ବିରି, ଲୁଣକୁ ଗୋଳେଇକି 2-3 ଘଣ୍ଟା ପର୍ଯ୍ୟନ୍ତ ରଖିଦିଅନ୍ତୁ, ଯେମିତିକି ବିରି ଭଲ ଭାବରେ ଫୁଲି ଉଠିବ। ତାପରେ ସେଥିରେ ଆମେ ଅନ୍ୟାନ୍ୟ ଜିନିଷ ମିଶାଇକି ପିଠା ପ୍ରସ୍ତୁତ କରିବା। ବିରିରେ ମୋର ସୁଜି ଭଲ ଭାବରେ ମିଶି ସାରିଲାଣି, ସୁଜି ଫୁଲି ଉଠିଛି। ଏବେ ସେଥିରେ ମୁଁ 1 କପ୍ ଗୁଡ଼ ଦେଇଛି। ଆପଣ ଯଦି ଟିକେ ମିଠା ଅଧିକ ଖାଆନ୍ତି ତାହେଲେ ଆଉ ଟିକେ ଗୁଡ଼ ଅଧିକ ବଢ଼େଇ ପାରିବେ। ତ ସବୁକୁ ଗୋଳେଇକି ତାକୁ କିଛି ସମୟ ଛାଡ଼ିଦେବା। ଏଇ ଭିତରେ ଯେଉଁଥିରେ ଆମେ ପିଠା ପୋଡ଼ିବା ସେ ଜାଗାରେ ଟିକେ ଭଲ ଭାବରେ ତେଲ ଲଗେଇ ଦେଇକି ଟିକେ ଅଟା ଡଷ୍ଟ କରିଦେବା। ଯଦି ଆପଣଙ୍କ ପାଖରେ କଡ଼େଇରେ ଆପଣ ଡାଇରେକ୍ଟ ପୋଡ଼ିବାକୁ ଅଛି ବା ଚୁଲି ଅଛି, ତାହେଲେ କଡ଼େଇ ଦିହରେ କଦଳୀପତ୍ର ଦେଇକି ଆପଣ ମଧ୍ୟ ପିଠା ପୋଡ଼ିପାରିବେ। ଆଜି ଯେହେତୁ ମୋ ପାଖରେ କଦଳୀପତ୍ର ନାହିଁ, ମୁଁ ସେଥିପାଇଁ ଆଜି କେକ୍ ଟିନ୍ରେ ମଧ୍ୟ ଆପଣଙ୍କୁ ଦେଖାଉଛି, ପିଠା ପୋଡ଼ିକି ଦେଖାଉଛି। ତ ଏଠି ଦେଖନ୍ତୁ ସୁଜି ଭଲ ଭାବରେ ମିଶିକି ଫୁଲି ଉଠିଲାଣି। ଏବେ ସେଥିରେ କିଛି ମସଲା ପକାଇବା। ମସଲାରେ ମୁଁ ଏଠି ନେଇଛି ଖଣ୍ଡେ ବଡ଼ ଅଦା, 1 ଚାମଚ ପାନମଧୁରୀ, 10-15ଟା ଗୋଲମରିଚକୁ ଦରଦରା ଗୁଣ୍ଡ କରିକି ନେଇ ଆସିଛି। କିଛି କଟା ନଡ଼ିଆ, କିଛି ଡ୍ରାଏ ଫ୍ରୁଟ୍ସ ଯେମିତିକି କାଜୁ ଆଉ କିସମିସ୍ ଏସବୁକୁ ଦେବା। ଅଳ୍ପ ଟିକେ ମୁଁ ପକାଇଛି ଟୁଟି ଫ୍ରୁଟି। ଟୁଟି ଫ୍ରୁଟି ଏକଦମ ଅପସନାଲ୍ ଅଛି। ଆପଣ କହିବେ ଟୁଟି ଫ୍ରୁଟିକୁ ଦିଆ ହୁଏନି ପୋଡ଼ପିଠାରେ। ହଁ, ପୋଡ଼ପିଠାରେ ଦିଆ ହୁଏନି, କିନ୍ତୁ ଯେହେତୁ ଛୋଟ ପିଲା ଅଛନ୍ତି ଘରେ, ସେମାନେ ଭଲ ପାଆନ୍ତି କଲରଫୁଲ୍, ସେଥିପାଇଁ ମୁଁ ଟିକେ ଟୁଟି ଫ୍ରୁଟି ମିଶାଇ ଦେଇଛି। ଆପଣ ଦେଇପାରିବେ, ନ ଦେଇ ମଧ୍ୟ ପାରିବେ। ଏ ସବୁକୁ ଭଲ ଭାବରେ ଗୋଳେଇବା। ଗୋଳେଇକି 5-7 ମିନିଟ୍ ତାକୁ ଛାଡ଼ିଦେବା। ଏଇଟା ଇନଷ୍ଟାଣ୍ଟ ମୁଁ ଯେହେତୁ କରୁଛି, ସେଥିପାଇଁ ଏଠି ମୁଁ ସାଙ୍ଗେ ସାଙ୍ଗେ ପିଠା ଯେହେତୁ ତିଆରି କରିକି ପୋଡ଼ୁଛି, ସେଥିପାଇଁ ମୁଁ ଏଠି 1/2 ଚାମଚ ଇନୋ ମିଶାଇଛି। ଆପଣଙ୍କ ପାଖରେ ଯଦି ଟାଇମ୍ ଅଛି ତାହେଲେ ସବୁକୁ ଗୋଳେଇକି ଆପଣ ଟିକେ ଛାଡ଼ି ଦିଅନ୍ତୁ, ତାକୁ 2-3 ଘଣ୍ଟା ଛାଡ଼ି ଦିଅନ୍ତୁ, ସେ ଯେମିତି ଫୁଲି ଉଠିବ। ତାପରେ ସେଥିରେ ଆପଣ ଇନୋ ମିଶାଇବେ। ଇନୋ ମିଶାଇ ସାରିଲା ପରେ ଆଉ ଅଧିକ ବେଶୀ ଗୋଳେଇବାନି, ତାକୁ ସାଙ୍ଗେ ସାଙ୍ଗେ ଆମେ କେକ୍ ଟିନ୍କୁ ଟ୍ରାନ୍ସଫର୍ କରିଦେବା ପିଠଉକୁ। ଏବେ ପିଠଉକୁ ମୁଁ କେକ୍ ଟିନ୍ରେ ଦେଇଦେଇଛି। ଏଇ ଭିତରେ କଡ଼େଇରେ ଯେହେତୁ ଆଜି ପୋଡ଼ିବ, ମୁଁ ସେଥିପାଇଁ କଡ଼େଇକୁ ଗ୍ୟାସ୍ ଉପରେ ପ୍ରିହିଟ୍ କରିବାକୁ ରଖିଦେଇଛି। ଏବେ ପିଠା ଉପରେ ଟିକେ ନଡ଼ିଆ ମୁଁ ସଜେଇ ଦେଇଛି। ନଡ଼ିଆ, ଟିକେ କାଜୁ କିସମିସ୍ ଆଉ ଟିକେ ଟୁଟି ଫ୍ରୁଟି ସଜେଇଛି। ଏଇଟା ଅପସନାଲ୍ ଅଛି, ଆପଣ ସଜେଇ ପାରିବେ ବା ସେମିତି ମଧ୍ୟ ପୋଡ଼ି ପାରିବେ। ଯଦି ଭଲ ଲାଗୁଛି ତାହେଲେ ସଜେଇ ଦିଅନ୍ତୁ ନଡ଼ିଆ, ନହେଲେ ଖାଲି ସେମିତି ଆପଣ ପୋଡ଼ିପାରିବେ। ତ ଏବେ ଟିକେ ଟ୍ୟାପ୍ କରିଦେବା, ଯେମିତି ପିଠା ଭଲ ଭାବରେ ସେଟ୍ ହେଇଯିବ, ତାପରେ ତାକୁ ପୋଡ଼ିବା। ମୋର ଏଠି କଡ଼େଇ ଭଲ ଭାବରେ ତାତିଗଲାଣି। 10-15 ମିନିଟ୍ ପୂର୍ବରୁ ମୁଁ ଏଠି ରଖିଦେଇଥିଲି, ଭଲ ଭାବରେ ତାତି ଯାଇଛି ଲୁଣ ଦେଇକି। ଏବେ ସେଥିରେ ଗୋଟେ ଷ୍ଟାଣ୍ଡ ବସେଇକି ପିଠାକୁ ପୋଡ଼ିବାକୁ ରଖିଦେବା।
ମୁଁ ଏଠି 10 ମିନିଟ୍ ପ୍ରଥମେ ହାଇ ଫ୍ଲେମ୍‌ରେ ଦେଇଥିଲି, ତାପରେ 40 ମିନିଟ୍ ଲୋ ଟୁ ମିଡିୟମ୍ ଫ୍ଲେମ୍‌ରେ ଦେଇଛି ପିଠା ପୋଡ଼ିବାକୁ। ମୋତେ ଏମିତି ଟୋଟାଲ୍ 55ରୁ 1 ଘଣ୍ଟା ଲାଗିଯାଇଛି। 55 ମିନିଟ୍‌ରୁ 1 ଘଣ୍ଟା ଲାଗିଯାଇଛି ପିଠା ପୋଡ଼ି ହେବା ପାଇଁ। ଆପଣ 45 ମିନିଟ୍ ପରେ ପିଠା ଢାଙ୍କଣକୁ ଟେକିକି ଟୁଥପିକ୍ ଇନସର୍ଟ କରିବେ। ଯଦି କ୍ଲିନ୍ ବାହାରିଲା ତାହେଲେ ଜାଣିବେ ପିଠା ପୋଡ଼ିଯାଇଛି। ଯଦି କ୍ଲିନ୍ ନହେଲା ଲାଗିଲା ତାହେଲେ ଆଉ 10 ମିନିଟ୍ ଆପଣ ଅଧିକ ବଢ଼େଇ ପାରିବେ। ଦେଖନ୍ତୁ ମୁଁ ପିଠାକୁ କାଟିକି ଦେଖଉଛି କେତେ ସଫ୍ଟ ହେଇଛି ପିଠା ଆଉ ଖୁବ୍ ସୁନ୍ଦର କଲର୍ ଭାବ ବି ଆସିଛି। ତ ନିଶ୍ଚୟ କରନ୍ତୁ। ଆଗକୁ ପୌଷ ପୂର୍ଣ୍ଣିମା, ସମ୍ବାର ଦଶମୀ ଆପଣ ପିଠା ପୋଡ଼ିକି ଖାଆନ୍ତୁ। କେମିତି ଲାଗିଲା ମୋତେ କମେଣ୍ଟସ୍ କରିକି ଜଣେଇବେ। ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଲାଇକ୍ କରିବେ, ସେୟାର କରିବେ। ଆଉ ଫାର୍ଷ୍ଟ ଟାଇମ୍ ଯଦି ଚ୍ୟାନେଲକୁ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜରେ ଦେଖୁଥିଲେ ଫଲୋ କରିନେବେ। ଜୟ ଜଗନ୍ନାଥ।